ସମସ୍ତ ପିଲାମାନଙ୍କୁ ଆମର ଏହି ଏଜୁକେସନ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛୁ। ଯେଉଁମାନେ ବି 2026ରେ ସିଟି ଏକ୍ଜାମ୍ ଦେବାକୁ ଯାଉଛ ତ ସେମାନଙ୍କ ପାଇଁ କିଛି କ୍ୱେଶ୍ଚନ୍ ଆମ ପାଖରେ ଅଛି। ତ ଆଜି ଆମେ 30ଟି କ୍ୱେଶ୍ଚନ୍ ଆଲୋଚନା କରିବା। 30ଟି କ୍ୱେଶ୍ଚନ୍ରୁ 6ଟି କ୍ୱେଶ୍ଚନ୍ ସିଟି ଏକ୍ଜାମ୍ରେ ପଡ଼ିବ ସୁନିଶ୍ଚିତ। ତ ଦେଖ ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ କହିଛି। ଫାର୍ଷ୍ଟ କ୍ୱେଶ୍ଚନ୍ କହିଛି କେବେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମାନବ ବୋମା ବିସ୍ଫୋରଣରେ ପ୍ରାଣ ତ୍ୟାଗ କରିଥିଲେ। ଏଇଠି କ୍ୱେଶ୍ଚନ୍ଟାରେ କହିଛି କି ଦେଖ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମାନବ ବୋମା ବିସ୍ଫୋରଣରେ ପ୍ରାଣ ତ୍ୟାଗ କରିଥିଲେ କେତେ ମସିହାରେ। ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି 1991। ପିଲାମାନେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ ଆଉ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦେଖନ୍ତୁ ସେକେଣ୍ଡ ନମ୍ବର କ'ଣ ଅଛି କ୍ୱେଶ୍ଚନ୍। ସେକେଣ୍ଡ ନମ୍ବର କ୍ୱେଶ୍ଚନ୍ ଅଛି ଶ୍ରୀଲଙ୍କା ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ। ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ। ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ବି DS ସେନାନାୟକ। ଅପସନ୍ ବି। ପିଲାମାନେ ନୋଟ୍ କରିଦିଅ, ଖାତା ପେନ୍ ଅଛି ଯଦି ଲେଖିଦିଅ, ନହେଲେ ସ୍କ୍ରିନଶଟ୍ ମାରିଦିଅ। ଆଉ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରି ବେଲ୍ ଅନ୍ କରିଦିଅ। ନମ୍ବର କ୍ୱେଶ୍ଚନ୍ କ'ଣ କହିଛି। 3 ନମ୍ବର କ୍ୱେଶ୍ଚନ୍ କହିଛି ପ୍ରତିରକ୍ଷା କ୍ଷେତ୍ରରେ ଭୁଟାନ କେଉଁ ଦେଶ ଉପରେ ନିର୍ଭର କରେ। କେଉଁ ଦେଶ ଉପରେ ନିର୍ଭର କରେ। ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ସି ଭାରତ। ଭାରତ ଉପରେ ଭୁଟାନ ଭାରତ ଦେଶ ଉପରେ ନିର୍ଭର କରେ କ'ଣ ପାଇଁ ନା ପ୍ରତିରକ୍ଷା ପାଇଁ। ତ ଦେଖ 4 ନମ୍ବର କ'ଣ କହିଛି। 4 ନମ୍ବର କହିଛି 2010 ମସିହା ଏପ୍ରିଲ ମାସରେ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କ ଭୁଟାନ ଗସ୍ତ ସମୟରେ କେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତ ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଏ ଷୋଡ଼ଶ ଶାକ ସମ୍ମିଳନୀ। 5 ନମ୍ବର ଦେଖ ପିଲାମାନେ 5 ନମ୍ବର କହିଛି 2008 ମସିହା ଜାନୁଆରୀ ମାସରେ ଭାରତ ଗସ୍ତରେ ଆସିଥିବା ମିଆଁମାରର ବୈଦେଶିକ ମନ୍ତ୍ରୀଙ୍କ ନାମ କ'ଣ। ମିଆଁମାରର ବୈଦେଶିକ ମନ୍ତ୍ରୀଙ୍କ ନାମ କ'ଣ। ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଡି ନ୍ୟାନ୍ ଅପସନ୍ ଡି ସଠିକ୍ ଆନ୍ସର୍। ତାପରେ ଦେଖ ପିଲାମାନେ 6 ନମ୍ବର କ'ଣ କହିଛି ଦେଖ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ। ଭାରତ ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ସମସ୍ତେ ଜାଣିଥିବ। ଭାରତରେ କିଏ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ଜବାହରଲାଲ ନେହେରୁ। ତାପରେ ଦେଖ ପିଲାମାନେ 7 ନମ୍ବର ଭାରତ ପାକିସ୍ତାନ ମଧ୍ୟରେ ବସ୍ ଚଳାଚଳ ବ୍ୟବସ୍ଥା ଆରମ୍ଭ ବାଜପେୟୀ ସରକାରଙ୍କ ସମୟରେ କେଉଁ ବର୍ଷ ହୋଇଥିଲା। ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ସି 1999 ମସିହା। ତାପରେ ପିଲାମାନେ 8 ନମ୍ବର କ୍ୱେଶ୍ଚନ୍ ଦେଖ 8 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି। ରାଷ୍ଟ୍ରପତି କାହା ସହାୟତାରେ ରାଜ୍ୟପାଳଙ୍କୁ ମନୋନୀତ କରନ୍ତି। ତ 8 ନମ୍ବର ସଠିକ୍ ଆନ୍ସର୍ ହେବ ଅପସନ୍ ସି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହାୟତାରେ ରାଜ୍ୟପାଳଙ୍କୁ ମନୋନୀତ କରନ୍ତି ସଠିକ୍ ଆନ୍ସର୍। ତାପରେ ପିଲାମାନେ ଦେଖ 9 ନମ୍ବର କ'ଣ କହିଛି ନା ରାଷ୍ଟ୍ରପତି ତାଙ୍କର ଇସ୍ତଫା ପତ୍ର କାହାକୁ ପ୍ରଦାନ କରନ୍ତି। ମାନେ ଯେତେବେଳେ ରାଷ୍ଟ୍ରପତି ତାଙ୍କ ପଦ ଛାଡ଼ନ୍ତି ତ କହିଛି ଯେ ସେତେବେଳେ ଇସ୍ତଫା କାହାକୁ ଦିଅନ୍ତି। ତ ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ସି ଉପରାଷ୍ଟ୍ରପତି ଯିଏ ଥିବେ ତାକୁ ରାଷ୍ଟ୍ରପତି ଇସ୍ତଫା ପତ୍ର ଦେଇକି ପ୍ରଦାନ କରନ୍ତି। ତାପରେ ଦେଖ 10 ନମ୍ବର ପିଲାମାନେ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆଉ 10 ନମ୍ବର ଦେଖନ୍ତୁ କ'ଣ କହିଛି ଉପରାଷ୍ଟ୍ରପତି କେତେ ବର୍ଷ ପାଇଁ ମନୋନୀତ ହୋଇଥାନ୍ତି। ତ 10 ନମ୍ବରର ସଠିକ୍ ଆନ୍ସର୍ ହେବ 5 ବର୍ଷ। ଉପରାଷ୍ଟ୍ରପତି 5 ବର୍ଷ ପାଇଁ ମନୋନୀତ ହୋଇଥାନ୍ତି। ତାପରେ ପିଲାମାନେ ଦେଖ 11 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି ନା ମୋଟ କେତେ ଜଣ ସଭ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତି କେତେ। ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ସି 14। ମୋଟ 14 ଜଣ ସଭ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତି। ତାପରେ ଦେଖ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ସେମିତି କହିଛି 12 ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ କିଏ ନିଯୁକ୍ତି ଦିଏ। ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ସି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ତ ତାପରେ ଦେଖ ପିଲାମାନେ 13 ନମ୍ବର କ'ଣ କହିଛି ନା ସ୍ୱାଧୀନତାର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ। ନା ୟାର ସଠିକ୍ ଆନ୍ସର୍ ହେବ
ସରୋଜିନୀ ନାଇଡୁ। ସ୍ୱାଧୀନତାର ପ୍ରଥମ ମହିଳା ହେଉଛନ୍ତି ସରୋଜନା ନାଇଡୁ। ତାପରେ 14 ନମ୍ବର ଦେଖ, 14 ନମ୍ବର କ'ଣ କହିଛି? ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ ସୀମା କେତେ? ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ ହେଉଛି 35 ବର୍ଷରୁ ଅଧିକ ହୋଇଥିବା ଦରକାର କି 35 ବର୍ଷ ହୋଇଥିବା ଦରକାର। ତାପରେ 15 ନମ୍ବର ଦେଖ, ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପରାଷ୍ଟ୍ରପତି କେତେ ସମୟ ପାଇଁ ଦାୟିତ୍ୱ ଭାର ସମ୍ଭାଳି ପାରିବେ? କେତେ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଏ 6 ମାସ। ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପରାଷ୍ଟ୍ରପତି କେତେ ସମୟ ପାଇଁ ଦାୟିତ୍ୱ ଭାର ସମ୍ଭାଳି ପାରିବେ? ନା 6 ମାସ ପାଇଁ ସମ୍ଭାଳି ପାରିବେ। ତ ସଠିକ୍ ଆନ୍ସର୍ ହେଉଛି ଅପସନ୍ ଏ। ତ ଆଜି ପାଇଁ ଏତିକି ଥିଲା। କାଲିକୁ ପୁଣି ନେକ୍ସଟ ଭିଡ଼ିଓରେ ଦେଖା ହେବ କିଛି ଅଲଗା କ୍ୱେଶ୍ଚନ୍ ନେଇକି।